ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ଶବ୍ଦ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବନ୍ଧୁ, ଆଜିର ପାଠ ଆମେ ଦେଖୁଅଛୁ ଏକୁଜିସନ୍ସ, ଆରୋପ। ବନ୍ଧୁ, ଆଜି ହେଉଛି ସୋମବାର, ଡିସେମ୍ବର 7 ତାରିଖ ଡିସେମ୍ବର 2025। ତାହେଲେ ଚାଲନ୍ତୁ ଏହି ପାଠ ପଢିବା ପୂର୍ବେ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ ଜଣାଉଛୁ ବର୍ତ୍ତମାନ ଯେଉଁ ସବର ସ୍କୁଲ ପାଠ ଆମେ ପଢିବାକୁ ଯାଉଅଛୁ, ଯେପରି ଏହି ସବର ସ୍କୁଲ ପାଠ ଆମେ ଭଲ ଭାବରେ ଜାଣିପାରିବୁ, ଏଥିପାଇଁ ଏମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ମାନଙ୍କୁ ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଜିର ଆଲୋଚନା ହେଉଛି ଆରୋପ। ଆମେ ବିଶେଷ ଭାବରେ ହୋଶେୟ 29 1-9-20 ଦେଖିବା। ହୋଶେୟ 29 9-20, ଯେଉଁଥିରେ ଆମେ ପାଉଛୁ ବନ୍ଧୁ ଏହିପରି କି ରୁବେନ ସନ୍ତାନଗଣ, ଗାଦର ସନ୍ତାନଗଣ ଓ ମନାସେ ଅର୍ଦ୍ଧ ବଂଶ କିନାନ ଦେଶସ୍ଥ ଶିଲୋରେ ଇସ୍ରାଏଲ ସନ୍ତାନଗଣଙ୍କ ନିକଟରୁ ଫେରି ଆସି ସେମାନଙ୍କ ଅଧିକାର ଭୂମି ଗିଲିୟଦକୁ ଯିବା ପାଇଁ ପ୍ରସ୍ଥାନ କଲେ, ଯେଉଁ ଦେଶ ସେମାନେ ଅଧିକାର କରିଥିଲେ। ଏହା ମୋଶେଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହୋଇଥିଲା। ଯେତେବେଳେ ସେମାନେ କିନାନ ଦେଶର ଜର୍ଦାନ ସୀମାରେ ଉପସ୍ଥିତ ହେଲେ, ରୁବେନ ସନ୍ତାନଗଣ, ଗାଦର ସନ୍ତାନଗଣ ଓ ମନାସେ ଅର୍ଦ୍ଧବଂଶ ଜର୍ଦାନ ନିକଟରେ ଏକ ଯଜ୍ଞ ଦେବୀ ନିର୍ମାଣ କଲେ, ଯାହା ଦୃଶ୍ୟମାନ ଥିଲା। ଇସ୍ରାଏଲ ସନ୍ତାନଗଣ ଏହା ଶୁଣିଲେ। ଦେଖ, ରୁବେନ ସନ୍ତାନଗଣ, ଗାଦର ସନ୍ତାନଗଣ ଓ ମନାସେ ଅର୍ଦ୍ଧବଂଶ ଜର୍ଦାନ ନଦୀ ନିକଟରେ ଇସ୍ରାଏଲ ସନ୍ତାନଗଣର ଅଧିକାର ପଶ୍ୟରେ କିନାନ ଦେଶର ସୀମାନ୍ତର ଏକ ଯଜ୍ଞ ଦେବୀ ନିର୍ମାଣ କରିଅଛନ୍ତି। ଯେତେବେଳେ ଇସ୍ରାଏଲ ସନ୍ତାନଗଣ ଏହା ଶୁଣିଲେ, ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଯୁଦ୍ଧରେ ସେମାନଙ୍କ ବିରୁଦ୍ଧରେ ଯିବା ପାଇଁ ଶିଲୋରେ ଏକତ୍ରିତ ହେଲେ ବୋଲି ଆମେ ଦେଖୁଛୁ। ଏଥି ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନାସେ ଅର୍ଦ୍ଧବଂଶ ନିକଟକୁ ଗିଲିୟଦ ଦେଶରୁ ଇଲିଆସର ଯାଜକର ପୁତ୍ର ପିନହନ ପଠାଇଲେ ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶ ମଧ୍ୟରୁ ପ୍ରତ୍ୟେକ ପିତୃଗୃହ ପାଇଁ ଜଣେ ଜଣେ ପ୍ରଧାନ 10 ଜଣ ପ୍ରଧାନ ଲୋକ ପଠାଇଲେ। ଆଉ ସେମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ। ସେମାନେ ରୁବେନ ସନ୍ତାନଗଣ, ଗାଦ ସନ୍ତାନଗଣ ଓ ମନାସେ ଅର୍ଦ୍ଧବଂଶ ନିକଟରୁ ଗିଲିୟଦ ଦେଶରୁ ଆସିଲେ ଏବଂ ସେମାନଙ୍କ ସହିତ କଥାବାର୍ତ୍ତା କଲେ। ସଦାପ୍ରଭୁ ସମଗ୍ର ସମାଜ ଏହି କଥା କହନ୍ତି, ତୁମେମାନେ ଇସ୍ରାଏଲର ପରମେଶ୍ୱର ବିରୁଦ୍ଧରେ ଏହି ସତ୍ୟ ଲଙ୍ଘନ କରିଅଛ ଯେ ତୁମେମାନେ ଆଜି ସଦାପ୍ରଭୁଙ୍କ ପଶ୍ଚାତ୍-ମନରୁ ବିମୁଖ ହୋଇ ଆପଣଙ୍କ ପାଇଁ ଏକ ଯଜ୍ଞ ଦେବୀ ନିର୍ମାଣ କରି ଆଜି ସଦାପ୍ରଭୁଙ୍କ ବିଦ୍ରୋହ କରିଅଛ। ଝିଅର ପାପ, ପିଓଜର ପାପ କଣ ଆମମାନଙ୍କର ନିମନ୍ତେ ଯଥେଷ୍ଟ ନୁହେଁ, ଯାହାର ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣମାନଙ୍କୁ ସୂଚୀ କରି ନାହୁଁ? ଯଦିଓ ସଦାପ୍ରଭୁ ସମାଜ ଉପରେ ମହାମାରୀ ଆସିଥିଲା ଯେ ତୁମମାନେ ଆଜି ସଦାପ୍ରଭୁଙ୍କ ପଶ୍ଚାତ୍-ମନରୁ ବିମୁଖ ହେବ। ଯଦି ତୁମମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହ କର, ତେବେ ସେ କାଲି ଇସ୍ରାଏଲର ସମସ୍ତ ମଣ୍ଡଳୀ ପ୍ରତି କ୍ରୋଧିତ ହେବେ। ତଥାପି ଯଦି ତୁମମାନଙ୍କ ଅଧିକାର ଭୂମି ପ୍ରତିଶ୍ରୁତି ହୁଏ, ତେବେ ସଦାପ୍ରଭୁଙ୍କ ଅଧିକାର ଭୂମିକୁ, ଯେଉଁଠାରେ ସଦାପ୍ରଭୁଙ୍କ ଆବାସ ଅବସ୍ଥିତ, ପାର ହୋଇ ଆମମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର। କେବଳ ସଦାପ୍ରଭୁଙ୍କ ଆମମାନଙ୍କ ପରମେଶ୍ୱରଙ୍କ ଯଜ୍ଞ ଦେବୀ ବ୍ୟତୀତ
ଆପଣଙ୍କ ପାଇଁ ଏକ ଯଜ୍ଞ ଦେବୀ ନିର୍ମାଣ କରି ସଦାପ୍ରଭୁଙ୍କ ବିଦ୍ରୋହ କର ନାହିଁ, କିମ୍ବା ଆମମାନଙ୍କ ବିରୁଦ୍ଧରେ ବିଦ୍ରୋହ କର ନାହିଁ। ତେରହର ପୁତ୍ର ଆଖାନ ନିଷେଧିତ ବିଷୟରେ ସତ୍ୟ ଲଙ୍ଘନ କରି ଇସ୍ରାଏଲର ସମସ୍ତ ମଣ୍ଡଳୀ ଉପରେ କ୍ରୋଧ କି ପଡ଼ିଲା ନାହିଁ, ଆଉ ସେହି ବାକ୍ୟ କେବଳ ନିଜ ପାପରେ ନିଷେଧ ହେଲା ନାହିଁ। ଏହିପରି ଆମେ ପାଉଛୁ କିପରି ସେହି ଜିହୋଶୟଙ୍କ ସେହି ଯୋଉ ପାପ ବିଷୟରେ ଆମେ ଆଲୋଚନା କରୁଛୁ, ଯାହା ଆମେ ଦେଖିଲୁ 2022:9-20, ସେଠି ଆମେ ଦେଖୁଛୁ କିପରି ଏଇ ଯୋଉ ଗାଦ ଆଉ ରୁବେନର ପୁତ୍ର ଆଉ ଅର୍ଦ୍ଧ ବଂଶର ମନାସର ବଂଶ ଆମେ ଦେଖୁଛୁ କିପରି ସେମାନେ ଏକ ବେଦୀ ତିଆରି କଲେ। ବନ୍ଧୁ, ପଦ ଏକ ବିପରୀତ, ଯେଉଁଠାରେ ପୂର୍ବ ପାର୍ଶ୍ୱର ଜନଜାତିର ସେମାନଙ୍କର ସାଧାରଣ ରୂପ, ଯାହାକି ରୁବେନୀୟ, ଗାଦୀୟ ଇତ୍ୟାଦି ଦ୍ୱାରା ଡକାଯାଏ। ଏଠାରେ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହୃତ ହୋଇଛି। ରୁବେନୀୟଙ୍କ ପୁତ୍ର ଗାଦର ସନ୍ତାନ ଏବଂ ମନାସୀର ଅର୍ଦ୍ଧବଂଶ, ଯାହା ଇସ୍ରାଏଲର ସନ୍ତାନ ଥିଲେ, ଯାହା ଆମେ 22:11 ଦେଖାଉଛୁ, ତାହା ବିପରୀତ। ତେଣୁ ଏକ ଭିନ୍ନ ସତ୍ତାକୁ ପ୍ରତିନିଧିତ୍ୱ କରେ। ବର୍ଣ୍ଣନାରେ ଇସ୍ରାଏଲର ସମଗ୍ର ସମାଜ ଅଭିବ୍ୟକ୍ତି କେବଳ 9.5 ପଶ୍ଚିମ ଜର୍ଦ୍ଦନ ଗୋଷ୍ଠୀକୁ ବୁଝାଏ, ଯାହା ଦୁଇ ଗୋଷ୍ଠୀ ମଧ୍ୟରେ ବିକଶିତ ପାଠକୁ ଲେଖାଙ୍କିତ କରେ। ପ୍ରକୃତରେ ପରବର୍ତ୍ତୀ କାହାଣୀରେ ମୂଳ ପ୍ରଶ୍ନ ହେଉଛି ଯେ ନଦୀର ପୂର୍ବ ପାର୍ଶ୍ୱରେ ଥିବା ଜନଜାତିମାନଙ୍କୁ ଇସ୍ରାଏଲୀୟ ଭାବରେ ଦେଖା ଯାଇପାରିବ କି ନାହିଁ। ଆମେ କାହାଣୀର ଏକ ସୁଗମ ନିଷ୍କର୍ଷ ଆଶା କରିବୁ। ତଥାପି ପୂର୍ବ ଦିଗରୁ ଜନଜାତିମାନେ ଜର୍ଦ୍ଦନରେ ଏକ ଯଜ୍ଞବେଦୀ ନିର୍ମାଣ କରିଥିବା ଯେଉଁ ରିପୋର୍ଟ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥାଏ ବା ହୋଇଥିଲା, ଏଠାରେ ଲେଖାଟି ଏହି କାର୍ଯ୍ୟର କୌଣସି କାରଣ ପ୍ରଦାନ କରେ ନାହିଁ ବନ୍ଧୁ, କିମ୍ବା ଏହା ଦେବୀର କାର୍ଯ୍ୟ କିମ୍ବା ଏହା ସତ୍ୟ ଜଡ଼ିତ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ବର୍ଣ୍ଣନା କରେ ନାହିଁ। ଯଦି ଆମେ ଅଧ୍ୟାୟ 3 ଆଉ 4 ଦେଖିବା ବନ୍ଧୁ, ଜର୍ଦ୍ଦନ ପ୍ରଥମ ପାର ହେବାରୁ ପର୍ଯ୍ୟବେକ୍ଷଣ କରୁ, ଯେଉଁଠାରେ ସମସ୍ତ ଇସ୍ରାଏଲ ମୁଖ୍ୟ ଭୂମି କିନାନରେ ନଦୀ ପାର ହେବା ପାଇଁ ଜର୍ଦ୍ଦନର ସାଧାରଣ ଧାରାରେ ପ୍ରବେଶ କରିଥିଲେ। ତେବେ ଏହି ଦେବୀର ଅର୍ଥ ସମ୍ବନ୍ଧୀୟ ଅସ୍ପଷ୍ଟତା ଆହୁରି ବୃଦ୍ଧି ପାଏ। ଏଠାରେ ଇସ୍ରାଏଲର ଏକ ଅଂଶ ଜର୍ଦ୍ଦନ ଅଞ୍ଚଳକୁ ଆସନ୍ତି, କିନ୍ତୁ ବର୍ତ୍ତମାନ ବିପରୀତ ଦିଗରେ ନଦୀ ପାର ହେବା ପାଇଁ ଉଭୟ କ୍ଷେତ୍ରରେ ପଥରର ଏକ ଗଠନ ସ୍ଥାପିତ ହୋଇଛି। ପ୍ରଥମଟି ଏକ ସ୍ମରଣିକୀ ଭାବରେ କାର୍ଯ୍ୟ କରିଥିଲା, ଯେତେବେଳେ ଦ୍ୱିତୀୟଟି ଏକ ପ୍ରଭାବଶାଳୀ ଦେବୀ ଭାବରେ ପରିଣତ ହୁଏ। ପ୍ରଶ୍ନ ଯାହା ଅନିବାର୍ଯ୍ୟ ଭାବରେ ମନରେ ଆସେ ତାହା ହେଉଛି, ବନ୍ଧୁ, ଏହି ପଥର ଗୁଡ଼ିକର ଅର୍ଥ କ'ଣ? ଯାହା 4:6-22 ପର୍ଯ୍ୟନ୍ତ ଦେଖୁଛୁ। ଯଦି ଆମେ ତୁଳନା କରିବା, ଏହି ଦେବୀ କ'ଣ ବଳିଦାନ ପାଇଁ ନିର୍ମିତ ହୋଇଥିଲା, ନା ଏହା କେବଳ ଏକ ସ୍ମରଣିକୀ ଥିଲା? ଏହି ଅନ୍ୟ ଜାତି ଗୁଡ଼ିକ କ'ଣ ପୂର୍ବରୁ ଧର୍ମ ତ୍ୟାଗରେ ପଡ଼ିବା ଆରମ୍ଭ କରିଛନ୍ତି କି? ଜିହୋଶୟ ଇଲିୟାଦ କିମ୍ବା ଆଦିବାସୀ ନେତାମାନଙ୍କ ସହିତ ପରାମର୍ଶର ଅଭାବ ଏକ ଭୁଲ ବୁଝାମଣା ପାଇଁ ସ୍ଥାନ ସୃଷ୍ଟି କରେ, ଯାହା ସମ୍ଭାବ୍ୟ ଭାବରେ ଭୟଙ୍କର ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଯୀଶୁ ଏବଂ ପାଉଲଙ୍କ ଆମକୁ ଅନ୍ୟମାନଙ୍କୁ ବିଚାର କରିବାକୁ ଦୂରେଇ ରହିବାକୁ ପରାମର୍ଶ ଦେବା ସମୟରେ କ'ଣ ଉଲ୍ଲେଖ କରନ୍ତି? ଯଦି ଆମେ ଦେଖିବା ବନ୍ଧୁ, ତାର ଆମେ ଦେଖୁଛୁ ବନ୍ଧୁ, ପୁଣି ବିଚାର କର ନାହିଁ, ତାହେଲେ ତୁମେମାନେ ବିଚାରିତ ହେବ ବୋଲି ଯୀଶୁ ନିଜେ କହିଲେ। ଦୋଷୀ କର ନାହିଁ, ତାହେଲେ ତୁମେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହେଲେ ତୁମମାନଙ୍କୁ କ୍ଷମା କରାଯିବ। ଏହିପରି ଯୀଶୁ ଖ୍ରୀଷ୍ଟ କହିଥିଲେ। ତା ବାଦେ ଆମେ ଦେଖୁଛୁ ଜହନ ତାର
7 ଓ 24 ଦେଖୁଛୁ ବନ୍ଧୁ, ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟ ବିଚାର ବାର ନ୍ୟାୟ ବିଚାର କର ବୋଲି ଯୀଶୁ ଖ୍ରୀଷ୍ଟ ନିଜେ କହିଥିଲେ। ବନ୍ଧୁ, ଏହା ଦ୍ୱାରା ଆମେ ଦେଖୁଛୁ ଯେ ବିଚାର ବେଲେ ବେଲେ ଆମ ବିଚାର ଅନ୍ୟମାନଙ୍କ ଉପରେ କିପରି ରଖୁଛୁ, ତାହା ହଉଛି ଏକ ପ୍ରଶ୍ନ। ଯେପରି ଇସ୍ରାଏଲ ମାନେ ଏହିପରି ବିଚାରିତ କଲେ, ଆରୋପ ଲଗାଇଲେ କି ସେଇ ଯୋଉ ବଂଶ ମାନେ ଆର ପଟରେ ଆମ ବିରୁଦ୍ଧରେ ବା ପରମେଶ୍ୱରଙ୍କୁ ଛାଡି ଦେଇଛନ୍ତି, ମାତ୍ର ତାହା ସେମାନଙ୍କ ଉଦ୍ଦେଶ୍ୟ ନଥିଲା। ଏକ ଉଦ୍ଦେଶ୍ୟ ଥିଲା କି ଏହା ଏକ ଚିହ୍ନ ସ୍ମରଣିକ ଭାବରେ ସେମାନେ ସେଠି ରଖିଥିଲେ। ବନ୍ଧୁ, ତାହେଲେ ଚାଲନ୍ତୁ, ବିଲେ ବିଲେ ଆମ ଜୀବନରେ ମଧ୍ୟ ଏହିପରି ଆରୋପ ଲାଗିଥାଏ। ଆଉ ଏଇ ଆରୋପରୁ ଆମେ କେମିତି ପାର ହୋଇ ଆସିପାରିବା? ଯେହେତୁ ସଦାପ୍ରଭୁ ପରମେଶ୍ୱର କହନ୍ତି କି ଅନ୍ୟମାନଙ୍କୁ ତମେ ବିଚାର କର ନାହିଁ। ଯେହେତୁ ବିଚାରକର୍ତ୍ତା ହଉଛନ୍ତି ଏକ, ସେଇ ପରମେଶ୍ୱର, ସେ ସବୁ କିଛି ଜାଣନ୍ତି। ମାନବ ହିସାବରେ ଆମେ ବେଲେ ବେଲେ ଭୁଲ ବିଚାର କରିଥାଉ, ଭୁଲ ଧାରଣାରେ ନେଇଥାଉ। ମାତ୍ର ସଦାପ୍ରଭୁ ପରମେଶ୍ୱର ସେ ଆତ୍ମା ପଢନ୍ତି, ମନର କଥା ଜାଣନ୍ତି, ଆଉ ସବୁ ସେ ଜାଣନ୍ତି। ଆଉ ଯାହା ସେ ବିଚାର କରନ୍ତି ସଠିକ ବିଚାର କରନ୍ତି। ଏଥିଯୋଗୁଁ ଆମେ ବିଚାର ଦେବା ସମୟରେ ସାବଧାନ ହେବା ଉଚିତ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସବେ ସ୍କୁଲ ପାଠ ଦ୍ୱାରା ଆମମାନଙ୍କୁ ଶିଖାଇଲ, ବେଲେ ବେଲେ ଆମେ ଭୁଲ ଭାବରେ ଅନ୍ୟମାନଙ୍କୁ ବିଚାର କରିଥାଉ। ଯେପରିକି ଆମେ ସଠିକ ଭାବରେ ବିଚାର କରିପାରିବୁ, ଏଥିପାଇଁ ଏମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ପ୍ରଭୁ, ଆମେ ପାପୀ, ଆମେ ଜାଣୁ ଆମେ ପାପୀ, ଆମର ବିଚାର, ଆମର ଧାରଣା, କଥାବାର୍ତ୍ତା ସବୁ ଭୁଲ। ହେଲେ ଏମାନଙ୍କୁ ଏତେ ପ୍ରେମ କଲ ଆଉ ଏଇ ସମୟ ଦେଇଅଛ ଯେପରିକି ତୁମ ସେଇ ବାକ୍ୟ ଆମେ ଧ୍ୟାନ କରିପାରିବୁ। ଏମାନଙ୍କ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଅପରିଶେଷ ଯେବେ ଯୀଶୁଖ୍ରୀଷ୍ଟ ଆପଣା ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଯୋଗୁଁ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ମୂଳ ନାମରେ ଏହି ଛୋଟ ବିକ୍ଷମ ଶୁଣି ଗ୍ରହଣ କର। ଆମେନ୍।